ଦେବଗୁରୁ ବୃହସ୍ପତିଙ୍କର କୃପା ଦୃଷ୍ଟିରୁ ଏହି ଦୁର୍ଗାପୂଜା ପରଠୁ କନ୍ୟା ରାଶି ବ୍ୟକ୍ତିମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏବଂ କନ୍ୟା ରାଶି ବ୍ୟକ୍ତିମାନଙ୍କର ଜୀବନର କିଛି ଦୁଃଖ କଷ୍ଟ ମଧ୍ୟ ଦୂର ହେବାକୁ ଯାଉଅଛି। ଆଉ ବର୍ଷ ବର୍ଷ ଧରି ଅଧା ରହିଥିବା କନ୍ୟା ରାଶି ବ୍ୟକ୍ତିମାନଙ୍କର କାମ କାର୍ଯ୍ୟ ମଧ୍ୟ ପୂରଣ ହେବାକୁ ଯାଉଅଛି ଏବଂ ବର୍ଷ ବର୍ଷ ଧରି ପେଣ୍ଡିଂରେ ରହିଥିବା ବେପାର ବିଜନେସ୍ ମଧ୍ୟ କନ୍ୟା ରାଶି ବ୍ୟକ୍ତିମାନେ ପୁଣି ଥରେ ଆରମ୍ଭ କରିପାରନ୍ତି। କାହିଁକି ନା ଦେବତାଙ୍କର ଗୁରୁ ଦେବଗୁରୁ ବୃହସ୍ପତି 9 ଅକ୍ଟୋବରକୁ ବକ୍ରି ହେବାକୁ ଯାଉଛନ୍ତି ଏବଂ କନ୍ୟା ରାଶି ବ୍ୟକ୍ତିମାନଙ୍କୁ କିଛିଟା ଶୁଭ ଫଳ ପ୍ରଦାନ କରିବାକୁ ଯାଉଛନ୍ତି। ଏହି କାରଣରୁ କନ୍ୟା ରାଶି ବ୍ୟକ୍ତିମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏବଂ ଏହି ଦୁର୍ଗାପୂଜା ପରଠୁ କନ୍ୟା ରାଶି ବ୍ୟକ୍ତିମାନଙ୍କର ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଅଛି। ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟିରେ ଜାଣିବା 9 ଅକ୍ଟୋବର ଠାରୁ 4 ଫେବୃଆରୀ ପର୍ଯ୍ୟନ୍ତ ଗୁରୁ ବୃହସ୍ପତି କନ୍ୟା ରାଶି ବ୍ୟକ୍ତିମାନଙ୍କୁ କେଉଁ ସବୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଛୋଟିଆ ଅନୁରୋଧ ଯେ ଯଦି ପ୍ରଥମ କରି ଆମ ଚ୍ୟାନେଲରେ ଆସିଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ଭିଡ଼ିଓ ସର୍ବପ୍ରଥମେ ଆପଣମାନେ ପାଇପାରିବେ। ଆଉ ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଲାଗେ ତାହେଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ଏ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ସହୃଦୟରେ ଜୟ ମା ଲକ୍ଷ୍ମୀ ଓମ୍ ନମୋ ଗୁରୁଦେବାୟ ଅବଶ୍ୟ ଲେଖନ୍ତୁ। ଏବେ ଚାଲନ୍ତୁ ଦର୍ଶକ ବନ୍ଧୁ ଜାଣିନେବା କନ୍ୟା ରାଶି ବ୍ୟକ୍ତିମାନଙ୍କର ଜୀବନରେ ବୃହସ୍ପତିଙ୍କର କୃପା ଦୃଷ୍ଟିରୁ କେଉଁ ସବୁ ପରିବର୍ତ୍ତନ ଆସିବାକୁ ଯାଉଅଛି। ଆଉ ଏହି କାର୍ଯ୍ୟକ୍ରମଟି ଜନ୍ମରାଶି ଏବଂ ଚନ୍ଦ୍ରରାଶି ଉପରେ ଆଧାରିତ ଅଟେ। ପ୍ରଥମେ ଜାଣିବା ବକ୍ରିର ମାନେ କ'ଣ। ବକ୍ରିର ମାନେ ହେଉଅଛି ଗୁରୁ ବୃହସ୍ପତି 9 ଅକ୍ଟୋବର ଠାରୁ 4 ଫେବୃଆରୀ ପର୍ଯ୍ୟନ୍ତ ଠିକ୍ ରୂପରେ ଚଳନ କରିପାରିବେ ନାହିଁ ଏବଂ ସୂର୍ଯ୍ୟଦେବଙ୍କ ଠାରୁ କିଛି ଦୂରତାରେ ଚଳନ କରିବେ, ଏହାକୁ କୁହାଯାଏ ବକ୍ରି। କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃହସ୍ପତି ବକ୍ରି ସ୍ଥିତିରେ ବିରାଜମାନ ରହିଲେ ମଧ୍ୟ ଉଚ୍ଚ ସ୍ଥିତିର ସମାନର ଫଳ ଦେଇଥାନ୍ତି। କନ୍ୟା ରାଶିର ବ୍ୟକ୍ତିମାନେ ଏବେ ଧ୍ୟାନ ଦେଖି ଶୁଣନ୍ତୁ। ବର୍ତ୍ତମାନ ଗୁରୁ ଆପଣଙ୍କର ଭାଗ୍ୟ ସ୍ଥାନରେ ବିରାଜମାନ ଅଛନ୍ତି ଏବଂ ବୃହସ୍ପତି ଆପଣଙ୍କର ରାଶିର ଚତୁର୍ଥ ଘର ଏବଂ ସପ୍ତମ ଘରର ସ୍ୱାମୀ। କିନ୍ତୁ 9 ଅକ୍ଟୋବରକୁ ବୃହସ୍ପତି ଆପଣଙ୍କର ନବମ ଘରେ ବକ୍ରି ହୋଇଯିବେ। ଆଉ କନ୍ୟା ରାଶିର ବ୍ୟକ୍ତିମାନେ ଜାଣି ରଖନ୍ତୁ ଯେ ଯେବେ ଗୁରୁ ବୃହସ୍ପତି ବକ୍ରି ହୋଇଯିବେ, ପ୍ରଥମେ ତ ଆପଣଙ୍କର ବର୍ଷ ବର୍ଷ ଧରି ଅଧା ରହିଥିବା ଆପଣଙ୍କର କାମ ପୂରଣ ହେବ ଏବଂ ଯେଉଁ କନ୍ୟା ରାଶିର ବ୍ୟକ୍ତିମାନେ ଆପଣଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ବହୁତ ଚେଷ୍ଟା କରୁଥିଲେ କିନ୍ତୁ କରିପାରୁନଥିଲେ, ଆଉ ଯେବେ ବୃହସ୍ପତି ବକ୍ରି ହୋଇଯିବେ ବର୍ଷ ବର୍ଷ ଧରି ଅପେକ୍ଷାରେ ରହିଥିବା ଆପଣଙ୍କର ସ୍ୱପ୍ନ ମଧ୍ୟ ପୂରଣ ହୋଇଯିବ। ଏବେ ଆସନ୍ତୁ ଜାଣିବା ବୃହସ୍ପତି ଆପଣଙ୍କୁ ଚତୁର୍ଥ ଘରର ଫଳ ଦେବା ହେତୁ ଆପଣଙ୍କର ଜୀବନରେ କେଉଁ ସବୁ ପରିବର୍ତ୍ତନ ଆସିବ। ଯେଉଁ କନ୍ୟା ରାଶିର ବ୍ୟକ୍ତିମାନେ ବହୁତ ଦିନ ଧରି ଗାଡ଼ି କିଣିବାକୁ ଚାହୁଁଥିଲେ କିନ୍ତୁ କିଣିପାରୁନଥିଲେ, ସେ ବ୍ୟକ୍ତିମାନେ 9 ଅକ୍ଟୋବର ଠାରୁ 4 ଫେବୃଆରୀ ଭିତରେ ଗାଡ଼ି ମଧ୍ୟ କିଣିପାରନ୍ତି ଏବଂ ଯେଉଁ ବ୍ୟକ୍ତିମାନେ ଜମିବାଡ଼ି ପ୍ରପର୍ଟି ଡିଲ୍ କରିବାକୁ ଚାହୁଁଥିଲେ କିନ୍ତୁ କରିପାରୁନଥିଲେ, ସେ ବ୍ୟକ୍ତିମାନେ ମଧ୍ୟ 9 ଅକ୍ଟୋବର ଠାରୁ 4 ଫେବୃଆରୀ ଭିତରେ କୌଣସି ଏକ ପ୍ରପର୍ଟି ଡିଲ୍ ମଧ୍ୟ କରିପାରନ୍ତି, ଛୋଟ ହେଉ କିମ୍ବା ବଡ଼। କାରଣ ଗୁରୁ ବୃହସ୍ପତି ଆପଣଙ୍କର ଭାଗ୍ୟ ସ୍ଥାନରେ ବକ୍ରି ହେବାକୁ ଯାଉଛନ୍ତି ଏବଂ ଯେବେ ଗୁରୁ ବକ୍ରି ହୋଇଯିବେ କିଛି କନ୍ୟା ରାଶିର ବ୍ୟକ୍ତିମାନେ ଆପଣଙ୍କର ମାଙ୍କୁ ଗର୍ଭ ଅନୁଭବ ହେଲା ଭଳି କିଛି ବଡ଼ କାମ ମଧ୍ୟ କରିପାରନ୍ତି ଆଉ ଆପଣଙ୍କର କାମକୁ ଦେଖି ଆପଣଙ୍କର ମା ବହୁତ ଖୁସି ମଧ୍ୟ ଅନୁଭବ କରିପାରନ୍ତି। ଏବେ ଆସନ୍ତୁ ଜାଣିବା ବୃହସ୍ପତି ଆପଣଙ୍କର ସପ୍ତମ ଘରର ସ୍ୱାମୀ ହେବା ଯୋଗୁଁ ଆପଣଙ୍କୁ କେଉଁ ସବୁ ଫଳାଫଳି ଦେବାକୁ ଯାଉଛନ୍ତି। ଆଉ ସପ୍ତମ ଘର ହୋଇଥାଏ ମ୍ୟାରେଜ୍ ଲାଇଫ୍ର ଘର, ବିବାହର ଘର। କନ୍ୟା ରାଶିର ବ୍ୟକ୍ତିମାନେ ଧ୍ୟାନ ରଖନ୍ତୁ ଯେ ବୃହସ୍ପତି ଆପଣଙ୍କ ସପ୍ତମ ଘରର ଫଳ ଦେବା ହେତୁ ବର୍ଷ ବର୍ଷ ଧରି ଦେଖା ନ ହୋଇଥିବା ଆପଣଙ୍କର ସାଙ୍ଗମାନଙ୍କ ସହିତ ଆପଣମାନେ ମିଶିପାରନ୍ତି ଆଉ ତା ସହିତ ଆପଣଙ୍କର ଲାଇଫ୍ ପାର୍ଟନରଙ୍କ ସହିତ ଆପଣମାନେ ବହୁତ ଦିନ ଧରି କୌଣସି ଏକ ଜାଗାକୁ ଯିବାକୁ ଚାହୁଁଥିଲେ କିନ୍ତୁ ଯାଇପାରୁନଥିଲେ। କିନ୍ତୁ ଯେବେ ବୃହସ୍ପତି ବକ୍ରି ହୋଇଯିବେ ଆପଣଙ୍କର ଲାଇଫ୍ ପାର୍ଟନରଙ୍କ ସହିତ ଆପଣମାନେ ସେ ଜାଗାକୁ ମଧ୍ୟ ଯାଇପାରନ୍ତି ଏବଂ ଆପଣଙ୍କର ଲାଇଫ୍ ପାର୍ଟନରଙ୍କ ସହିତ ଆପଣମାନେ ଯେକୌଣସି ପ୍ଲାନିଂ କଲେ ମଧ୍ୟ ସେଥିରୁ ଆପଣମାନଙ୍କୁ ବହୁତ ଭଲ ଲାଭ ମଧ୍ୟ ମିଳିବ। ଆଉ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ଖୁସିର କଥା ହେଲା ଯେ ଯେଉଁ ବ୍ୟକ୍ତିମାନେ ପାର୍ଟନରସିପ୍ରେ ବେପାର ବିଜନେସ୍ କରିବାକୁ ଚାହୁଁଛନ୍ତି ସେ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବହୁତ ଭଲ ରହିବ। ଆପଣମାନେ ଚାହିଁଲେ ପାର୍ଟନରସିପ୍ରେ ମଧ୍ୟ ବେପାର ବିଜନେସ୍ କରିପାରିବେ ଏବଂ ଗୁରୁଙ୍କର ବକ୍ରି ଦୃଷ୍ଟି ଆପଣଙ୍କର ପଞ୍ଚମ ଘରେ ପଡ଼ିବା ଯୋଗୁଁ ଯେଉଁ ବ୍ୟକ୍ତିମାନେ ସନ୍ତାନ ପ୍ଲାନିଂ କରିବାକୁ ଚାହୁଁଛନ୍ତି ସେ ବ୍ୟକ୍ତିମାନଙ୍କ ପାଇଁ ସନ୍ତାନର ଯୋଗ ମଧ୍ୟ ବନିବ। ଆପଣମାନେ ଚାହିଁଲେ ଫ୍ୟାମିଲି ପ୍ଲାନିଂ କରିପାରିବେ। ଆପଣଙ୍କ ପାଇଁ ଗୁରୁଙ୍କର ଦୃଷ୍ଟି ବହୁତ ଭଲ ରହିବ ଏବଂ ଗୁରୁ ନବମ ଘରେ ବକ୍ରି ହୋଇକି ଆପଣଙ୍କୁ ଅଷ୍ଟମ ଘରର ଫଳ ଦେବା ହେତୁ ଯେଉଁ ବ୍ୟକ୍ତିମାନେ ରିସର୍ଚ୍ଚ ଫିଲ୍ଡରେ ଅଛନ୍ତି ସେ ବ୍ୟକ୍ତିମାନେ ଯେକୌଣସି ଜିନିଷ ପ୍ରତି ମଧ୍ୟ ଆପଣମାନେ ରିସର୍ଚ୍ଚ କରୁଥିଲେ ସେ ଜିନିଷ ପ୍ରତି ପୁରା ଡିଟେଲ୍ସ ଜାଣିବା ପାଇଁ ମନ ଧ୍ୟାନର ସହିତ ଆପଣମାନେ କାମ କରିବାକୁ ଲାଗିବେ। କିନ୍ତୁ କନ୍ୟା ରାଶିର ବ୍ୟକ୍ତିମାନେ ଖାସ୍ କରି ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ବୃହସ୍ପତି ଆପଣଙ୍କୁ ଅଷ୍ଟମ ଘରର ଫଳ ଦେବା ହେତୁ ଆପଣଙ୍କର ମନ ଭିତରେ ଦିନେ ଦିନେ ନେଗେଟିଭ୍ ଭାବନା ସୃଷ୍ଟି ହୋଇପାରେ ଏବଂ ବେକାରିଆ କଥାକୁ ନେଇ ମଧ୍ୟ ଆପଣମାନେ ଦିନେ ଦିନେ ବହୁତ ଟେନସନରେ ରହିପାରନ୍ତି।
ସେଥିପାଇଁ ଆପଣମାନେ ଆପଣଙ୍କର ମନ ଭିତରେ କୌଣସି ବି ନେଗେଟିଭ୍ ଭାବନା ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ ଏବଂ କୌଣସି ବି ବେକାରିଆ କଥାକୁ ନେଇ ଆପଣମାନେ ଟେନସନ୍ ନିଅନ୍ତୁ ନାହିଁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଆପଣମାନେ ବହୁତ ଚିନ୍ତା କରିପାରନ୍ତି। ମୋତେ କ'ଣ କିଏ ଗୁଣି ଗାରେଡ଼ି ତନ୍ତ୍ରମନ୍ତ୍ର କରିଦେଲା କି, ଏଭଳି ଭାବନା ଆପଣଙ୍କର ମନ ଭିତରେ ମଧ୍ୟ ଆସିପାରେ। ବିଶେଷ କରି କନ୍ୟା ରାଶିର ବ୍ୟକ୍ତିମାନେ ଏହି କଥାକୁ ଧ୍ୟାନ ରଖନ୍ତୁ ଏବଂ ଆପଣଙ୍କର ମନ ଭିତରେ କୌଣସି ବି ନେଗେଟିଭ୍ ଭାବନା ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ। ଏବଂ ବୃହସ୍ପତି ନବମ ଘରେ ବକ୍ରି ହେବା ଯୋଗୁଁ ଯେଉଁ ବ୍ୟକ୍ତିମାନେ ବାପାଙ୍କ ସହିତ ମିଶି କାମ କାର୍ଯ୍ୟ କରୁଥିଲେ କିନ୍ତୁ ଆପଣଙ୍କର କାମ ବହୁତ ଦିନ ଧରି ପୂରଣ ହେଉନଥିଲା, କିନ୍ତୁ ଯେବେ ବୃହସ୍ପତି ବକ୍ରି ହୋଇଯିବେ ବହୁତ ଦିନ ଧରି ଅଧା ରହିଥିବା ବାପାଙ୍କ ସହିତ କରୁଥିବା ଆପଣଙ୍କର କାମ ମଧ୍ୟ ପୂରଣ ହୋଇଯିବ। ଏବଂ କିଛି କନ୍ୟା ରାଶିର ବ୍ୟକ୍ତିମାନେ ଧର୍ମସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ଆଉ ଗୁରୁ ବୃହସ୍ପତି ନବମ ଘରେ ବକ୍ରି ହେବା ଯୋଗୁଁ ବିଦ୍ୟାର୍ଥୀମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ଯୋଗ ବନିବ ଏବଂ ଯେଉଁ ବିଦ୍ୟାର୍ଥୀମାନଙ୍କର ଡିପ୍ ନଲେଜ ଥିଲା ସେମାନଙ୍କର ନଲେଜ ମଧ୍ୟ ବହୁତ ବଢ଼ିଯିବ। ଆଉ ଯଦି ବିଦ୍ୟାର୍ଥୀମାନେ କୌଣସି ଜାଗାରେ ଆଡ଼ମିସନ୍ କରିବାକୁ ଚାହୁଁଥିଲେ ମଧ୍ୟ ଆପଣମାନେ କରିପାରିବେ ଏବଂ ଯେଉଁ ବିଦ୍ୟାର୍ଥୀମାନେ ହାୟର ଏଜୁକେସନ୍ କରିବାକୁ ଚାହୁଁଥିଲେ ମଧ୍ୟ କରିପାରିବେ। ଆପଣଙ୍କ ପାଇଁ ଗୁରୁଙ୍କର ଦୃଷ୍ଟି ବହୁତ ଭଲ ରହିବ। ଆଉ ତା ସହିତ ଗୁରୁ ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କର ପ୍ରଥମ ଘରେ ଏବଂ ତୃତୀୟ ଘରେ ମଧ୍ୟ ପଡ଼ିବ। ଆଉ ଗୁରୁଙ୍କର ବକ୍ରି ଦୃଷ୍ଟି ଆପଣଙ୍କର ପ୍ରଥମ ଘରେ ପଡ଼ିବା ଯୋଗୁଁ ଚାକିରି କରୁଥିବା ବ୍ୟକ୍ତିମାନେ ପ୍ରମୋସନ୍ ପାଇବା ପାଇଁ ଭାବିପାରନ୍ତି ଏବଂ ଆପଣମାନେ ଆପଣଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ କରିବାକୁ ମଧ୍ୟ ଭାବିପାରନ୍ତି। ଆଉ ଗୋଟିଏ ଷ୍ଟେପ୍ରୁ ଆଉ ଗୋଟିଏ ଷ୍ଟେପ୍କୁ ଆଗକୁ ଚଢ଼ିବା ପାଇଁ ମଧ୍ୟ ଆପଣମାନେ ଭାବିପାରନ୍ତି ଏବଂ ଆପଣଙ୍କର ଜୀବନରେ ଆପଣମାନେ ଆଗକୁ ବଢ଼ିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିପାରନ୍ତି ଏବଂ ଆପଣମାନେ ଆପଣଙ୍କର କାମ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିପାରନ୍ତି। ଏବଂ ଯେଉଁ ବ୍ୟକ୍ତିମାନେ ବେପାର ବିଜନେସ୍ କରୁଛନ୍ତି ସେ ବ୍ୟକ୍ତିମାନେ ମଧ୍ୟ ନିଜର ବେପାର ବିଜନେସ୍କୁ ଆଗକୁ ବଢ଼ାଇବା ପାଇଁ ମନ ଧ୍ୟାନର ସହିତ ବେପାର ବିଜନେସ୍ କରିବାକୁ ଲାଗିବେ ଏବଂ ଆପଣମାନେ ଆପଣଙ୍କର ଜୀବନରେ ଆଗକୁ ବଢ଼ିବା ପାଇଁ ବହୁତ କଷ୍ଟ ମଧ୍ୟ କରିପାରନ୍ତି ଏବଂ ଗୁରୁଙ୍କର କୃପାରୁ ଆପଣଙ୍କର କର୍ମର ଫଳ ଆପଣଙ୍କୁ ନିଶ୍ଚିନ୍ତ ମିଳିବାର ସମ୍ଭାବନା ମଧ୍ୟ ରହିଅଛି। ଏବଂ ଆପଣଙ୍କର ଭାଗ୍ୟ ସ୍ଥାନରେ ବୃହସ୍ପତି ବକ୍ରି ହେବା ଯୋଗୁଁ ଆପଣଙ୍କର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ମଧ୍ୟ ରହିଅଛି ଏବଂ ଆପଣଙ୍କର କାମ କାର୍ଯ୍ୟରେ ମଧ୍ୟ ବହୁତ ଭଲ ଲାଭ ମିଳିବାର ସମ୍ଭାବନା ରହିଅଛି। କାରଣ ବୃହସ୍ପତି ଆପଣଙ୍କର ଭାଗ୍ୟ ସ୍ଥାନରେ ବକ୍ରି ହେବାକୁ ଯାଉଛନ୍ତି ଏବଂ ଗୁରୁଙ୍କର ବକ୍ରି ଦୃଷ୍ଟି ଆପଣଙ୍କର ତୃତୀୟ ଘରେ ପଡ଼ିବା ଯୋଗୁଁ ଆପଣମାନେ କୌଣସି ଏକ ନୂଆ ଇଲେକ୍ଟ୍ରିକ୍ ଜିନିଷ ମଧ୍ୟ କିଣିପାରନ୍ତି, ଯେମିତିକି ମୋବାଇଲ ହେଉ, ଲ୍ୟାପଟପ୍ ହେଉ କିମ୍ବା ଟିଭି ହେଉ ଆପଣମାନେ କିଣିପାରନ୍ତି। ଆଉ ବକ୍ରି ଗୁରୁଙ୍କର ଦୃଷ୍ଟି ଆପଣଙ୍କର ତୃତୀୟ ଘରେ ପଡ଼ିବା ଯୋଗୁଁ ଆପଣମାନେ ଆପଣଙ୍କର ସାଙ୍ଗମାନଙ୍କ ସାଙ୍ଗରେ ମିଶି ଦୂରଯାତ୍ରା ମଧ୍ୟ କରିପାରନ୍ତି ଏବଂ କିଛି ବ୍ୟକ୍ତିମାନେ ଛୋଟ ମୋଟ ଟ୍ରାଭେଲିଂ ମଧ୍ୟ କରିପାରନ୍ତି। କିନ୍ତୁ ଖାସ୍ କରି କନ୍ୟା ରାଶିର ବ୍ୟକ୍ତିମାନେ ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଆପଣଙ୍କର ମନ ଭିତରେ କୌଣସି ବି ନେଗେଟିଭ୍ ଭାବନା ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ, କାହିଁକି ନା ଆପଣଙ୍କର ମନ ଭିତରେ ଅଧିକାରୁ ଅଧିକା ନେଗେଟିଭ୍ ଭାବନା ସୃଷ୍ଟି ହେବାର ସମ୍ଭାବନା ରହିଅଛି। ଆଉ ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଆପଣ ସବୁବେଳେ ବେକାରିଆ କଥା ଭାବି ଆପଣଙ୍କର ମନ ଭିତରେ ଡର ସୃଷ୍ଟି କରିପାରନ୍ତି। ବିଶେଷ କରି ଏହି କଥାକୁ ଧ୍ୟାନ ରଖନ୍ତୁ ଏବଂ ବେକାରିଆ ଫାଲତୁ କଥା ଚିନ୍ତା କରିବାକୁ ବନ୍ଦ କରନ୍ତୁ। ଦର୍ଶକ ବନ୍ଧୁ, ଏ ଥିଲା 9 ଅକ୍ଟୋବର ଠାରୁ 4 ଫେବୃଆରୀ ପର୍ଯ୍ୟନ୍ତ ବୃହସ୍ପତିଙ୍କର କୃପା ଦୃଷ୍ଟିରୁ ଆପଣଙ୍କର ଜୀବନରେ ଘଟିବାକୁ ଯାଉଥିବା କିଛି ସତ୍ୟ ଭବିଷ୍ୟବାଣୀ। ଆପଣଙ୍କ ପାଇଁ ପ୍ରତିକାର ହେଲା ପ୍ରତ୍ୟେକ ଦିନ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ପ୍ରତ୍ୟେକ ଦିନ ବୁଧଦେବଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ।